हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। महाब्रह्म निर्विकल्पं पूर्णानंद मयं हरि सर्वघटेज अच्युत तस्य पदे नमाम्यहम् तस्य पदे नमाम्यहम्। बोलिए महापुरुष अच्युतानंद जी की शुद्धि जानी ज्ञानी गुणी मंडली। आज मालिका वचनर आलोचना को आपण मानक स्वागत जनाऊँ। आज मालिका वचनर आलोचन आम आलोचना करने जाऊँगी। महापुरुष सुंदर भाव आलोचना करचंती ई देशर बा ये भूखंडर अतीत वर्तमान एवं भविष्यत कौन कौन घटव ये तीन स्तर को नहीं ये देशर बा ये भूखंडर अतीत कौन थिला, अतीत रे सामाजिक व्यवस्था किमिति थिला एवं वर्तमान से सामाजिक व्यवस्था किमिति अछि एवं भविष्यत रे यार व्यवस्था किमिति हेबो स्पष्ट भाव में मालिकार यही कथा आलोचना करिसेंती। ग्रंथ मध्यरे हेतु बाही मालिका नाम टी बोलाई, मालिका नाम टी बोलाई, मालिका नाम टी बोलाई। भूत वर्तमान भविष्य एथिरे होईची आवेश गोविंद 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 पदु गाड़ुची मकरंगा। महापुरुष लिखिदेले कहले भूत वर्तमान भविष्य एथिरे होईची आवेश। अतीत भूत कहले अतीत, वर्तमान भविष्य ये तीन कालर कथा, तीन कालर घटनावली बा तीन कालर व्यवस्था अवस्था ई विषय रे मालिकार ही आलोचना होईची। ये संबंध रे मालिका शास्त्र महापुरुष आलोचना करचंदी। तो तेणु सेइथिपे से मालिकार नाम है कलिकल्प गीता। ये कलिकल्प गीतार महापुरुष कहउचनी कहले मराठा मुगल शासन फुटिब गोरा शासन हटिब बौड़लो गोरा शासन हटिब। पांच आईनी रे शासन चलिब पांच योजन करिब। जय जगन्नाथ जय जगन्नाथ जय जगन्नाथ जय जगन्नाथ। मालिकार नाम है कलिकल्प गीता। 78 गीता भितर ज्ञानी गुणी मंडली शुद्धि जने गोटे गीतार नाम है कलिकल्प गीता। ये कलिकल्प गीतार महापुरुष अच्युतानंद लिखिचंती कौन ना कहले बाबू रे मराठा मुगल एवं शासन फुटिब गोरा शासन हटिब। तीनटा शासन ये भारत तीन जनक द्वारा पराधीन होता, तीन जनक द्वारा शासित होता। ये भूखंड मराठा मुगल एवं गोरा सैन महापुरुष लिखिचंती। गोरा शासन मराठा मुगल शासन फुटिब गोरा शासन हटिब आ पांच आईनी रे शासन चलिब पांच योजन करियो। पंच योजन हो नथला पांच योजन आईन। तेणु महापुरुष सही कथा कहले कहले 113 वर्ष शासन करिब 85 जन राजा बौड़लो 85 जन राजा। चतुर्दश ठारू 24 जाए बाजी बडिंदिम बाजा। जय जगन्नाथ जय जगन्नाथ जय जगन्नाथ जय जगन्नाथ। कहले 113 वर्ष शासन करिबे 85 जन राजा। ये भारत भूखंड को महापुरुष लिखिचनी मालिका शास्त्र रे
113 ବର୍ଷ ଶାସନ ହେବ 85 ଜଣ ରାଜା କରିବେ ଚତୁର୍ଦଶ ଠାରୁ 24 ଯାଏ 24 ଚାରିଟା ବିଂଶ କଲେ 80 ଚତୁର୍ଦଶ କଲେ 14 ତେଣୁ 14 ଠାରୁ 24 ଯାଏ ବାଜିବ ଡିଣ୍ଡିମ ବାଜା ତାର ଆଇନିରେ ଭାରତ ଚଳିବ ନଥିବ କା ବୁଝାମଣା ବଉଳଲୋ ନଥିବ କା ବୁଝାବଣା କାଗଜ ଭଣ୍ଡାଇ ଧାତୁ ହରି ନେବ କର ହେବ କଟକଣା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ତାର ଆଇନିରେ ଭାରତ ଚଳିବ ନଥିବ କା ବୁଝାମଣା ଦେଖନ୍ତୁ କିଭଳି ଦିବ୍ୟ ଦୃଷ୍ଟି ହେ ଜ୍ଞାନୀ ଗୁଡ଼ି ମଣ୍ଡଳେ ଶୁଦ୍ଧି ଜାନି ହେଲେ ତା ଆଇନିରେ ଭାରତ ଚାଲୁଥିବ ବୁଝାମଣା କିଛି କାହାର ନଥିବ ବୁଝିଲେ ଆଉ ପୁଣି ମହାପୁରୁଷ କହୁଛନ୍ତି କାଗଜ ଭଣ୍ଡାଇ ଧାତୁ ହରି ନେବ କର ହେବ କଟକଣା ୟାକୁ ଖୋଲିକି ନ ବୁଝେଇଲେ ବି ସଂକେତରେ ମହାପୁରୁଷ ଲେଖିଛନ୍ତି ସଂକେତରେ ଆମେ ମଧ୍ୟ କହୁଛୁ ବର୍ତ୍ତମାନ ପରିସ୍ଥିତିକି ଲକ୍ଷ୍ୟ କରି ଆପଣମାନେ ବୁଝିଯିବେ ବୁଝି ଯାଉଥିବେ ତେଣୁ ମହାପୁରୁଷ ସେଇଥିପାଇଁ କହିଲେ ବୈଧବ୍ୟ ବିଧର୍ମୀ ଶାସନ କରିବେ ଗୁଆଳେ ମରିବ ଗାଈ ବଉଳ ଲଗୁଆଳେ ମରିବ ଗାଈ ଦେବ ଦ୍ରବ୍ୟମାନ ବଳେ ହରି ନେବ ଦେବତା ଠାରୁ ଛଡ଼ାଇ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହିଲେ ବୈଧବ୍ୟ ବିଧର୍ମୀ ଶାସନ କରିବେ ଗୁଆଳେ ମରିବ ଗାଈ ସେ ସମୟରେ ଦେଖୁଥିବେ ତାହା ହିଁ ହେଇଛି ଆଉ ଦେବଦ୍ରବ୍ୟମାନ ବଳେ ହରି ନେବେ ଦେବତା ଠାରୁ ଛଡ଼ାଇ ଏକ ପଦ ମହାପୁରୁଷ ମାଳିକାରେ ଲେଖିଦେଲେ ତେଣୁ ସାମାଜିକ ବ୍ୟବସ୍ଥା କିଭଳି ଥିଲା ପାଞ୍ଚ ନାମ ଯେଉଁ ଭାରତବର୍ଷର କେଉଁ ନାମ ସମୟରେ କେଉଁଭଳି ବ୍ୟବସ୍ଥା ସମାଜରେ ଥିଲା ସେ ସମୟରେ ତାହା ମାଳିକା ଶାସ୍ତ୍ରରେ ମହାପୁରୁଷ ଲେଖିଲେ ପୁଣି କହୁଛନ୍ତି ମହାପୁରୁଷ ଯେ 113 ବର୍ଷ ଶାସନ କରିବେ 85 ଜଣ ରାଜା ଜଣେ ନୁହେଁ 2 ଜଣ ନୁହେଁ ଗୋଟିଏ ବର୍ଷ ନୁହେଁ 2 ବର୍ଷ ନୁହେଁ 113 ବର୍ଷ ଶାସନ ହେଇଥିବ ଆଉ ଚତୁର୍ଦଶ ଠାରୁ 14 ଠାରୁ 24 କହିଲେ 80 ଯାଏ ବାଜିବ ଡିଣ୍ଡିମ ବାଜା କହିଲେ ଶିଖି ଶାସ୍ତ୍ର ପୁରାଣର କଥା ଶିଖି ଶାସ୍ତ୍ର ପୁରାଣର କଥା ସ୍ଥାପିବ ଦେଉଳ ଧର୍ମ ଦେବତା ସ୍ଥାପିବ ଦେଉଳ ଧର୍ମ ଦେବତା କହିଲେ ଶିଖି ଶାସ୍ତ୍ର ପୁରାଣର କଥା ସ୍ଥାପିବ ଦେଉଳ ଧର୍ମ ଦେବତା ଇ ଘଟଣା ସେତେବେଳେ ଘଟିଛି ଆପଣ ଟିକେ ଟିକେ ବୁଝୁଥାନ୍ତୁ ବୋଲେ ମହାପୁରୁଷ ଅଚ୍ୟୁତାନନ୍ଦ ଜୀ କି ତେଣୁ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧୀଜନେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର କଳିକଳ୍ପ ଗୀତାରୁ ଆମେ ଏ କଥା ଆଲୋଚନା କଲେ ପୁଣି ମହାପୁରୁଷ ଲେଖିଛନ୍ତି କଳିଯୁଗ ଭବିଷ୍ୟ ମାଳିକା କ'ଣ କଳିଯୁଗ ଭବିଷ୍ୟ ମାଳିକାରେ କହିଲେ ଅଧର୍ମିକ ପଟିଜନ ତ୍ରାହି ନ ପାଇବେ ବାବୁ ତ୍ରାହି ନ ପାଇବେ ଧର୍ମ କଲା ପ୍ରାଣୀଙ୍କୁ ଯେ ଧର୍ମ ସାହେବେ ବାବୁ ଧର୍ମ ସାହା ହେବେ ମହାପୁରୁଷ କହିଲେ ଏଇଭଳି ଅଧର୍ମ ଅନୀତି ଆଚରଣ କରୁଥିଲା ବେଳେ ମହାପୁରୁଷ କହୁଛନ୍ତି ସେମାନେ ତ୍ରାହି ପାଇବେ ନାହିଁ ତାହା ହିଁ ଘଟିଛି ଆଉ ଧର୍ମ ଥିଲା ପ୍ରାଣୀମାନେ ଧର୍ମ ଥିଲା ପ୍ରାଣୀକୁ ଯେ ଧର୍ମ ସାହା ହେବେ ପୁଣି କହିଲେ ଫିରିଙ୍ଗି ଅନ୍ତେଣ ମହା କଳି ଉପୁଜିବ ମହା କଳି ଉପୁଜିବ ଭାରତ ଭୂଇଁ ପ୍ରମିଳା ରାଜ୍ୟ ଯେ ହୋଇବ ବାବୁ ରାଜ୍ୟ ଯେ ହୋଇବ ଫିରିଙ୍ଗି ଅନ୍ତେଣ ମହାଗୋଳ ଉପୁଜିବ ବା ମହାକଳି ଗୋଳ ଉପୁଜିବ ଭାରତ ରାଜ୍ୟ ଗୋଟିକ ଭାରତ ରାଜ୍ୟ ମହାପୁରୁଷ କହିଲେ କ'ଣ ନା ଭାରତ ରାଜ୍ୟ ଗୋଟିକ ପ୍ରମିଳା ରାଜ୍ୟ ହେବ ଭାରତ ଭୂଇଁ ପ୍ରମିଳା ରାଜ୍ୟ ଯେ ହୋଇବ ଭାରତ ଭୂଇଁ ପ୍ରମିଳା ରାଜ୍ୟ ଯେ ହୋଇବ ଇଏ କଥା ମହାପୁରୁଷ ଲେଖିଲେ ପୁନଶ୍ଚ ମାଳିକାର ନାମ ହେଲା ଶିବକଳ୍ପ ନବଖଣ୍ଡ ନିର୍ଘଣ୍ଟ ୟାକୁ କଳିଯୁଗ ଭବିଷ୍ୟ ମାଳିକାରେ ମହାପୁରୁଷ ଯାହା ଲେଖିଲେ ସେଇ କଥାକୁ ମହାପୁରୁଷ ଅଚ୍ୟୁତାନନ୍ଦ ଶିବକଳ୍ପ ନବଖଣ୍ଡ ନିର୍ଘଣ୍ଟରେ ମଧ୍ୟ ଲେଖିଛନ୍ତି କହିଲେ ନାରୀ ରାଜା ହୋଇ କାଳ କଟାଇବ
ଲୋକେ ତାହାକୁ ଡରିବେ ସେହି ଦିନୁ ନାରୀ ପ୍ରବଳ ହୋଇବେ ଗୁରୁ ସ୍ୱାମୀ ନ ମାନିବେ गुरु स्वामी न मानिबे सुजने गुरु स्वामी न मानिबे गुरु स्वामी न मानिबे सुजने गुरु स्वामी न मानिबे କହିଲେ ନାରୀ ରାଜା ହୋଇ କାଳ କଟାଇବ ଲୋକେ ତାହାକୁ ଡରିବେ। ଏ ସାମ୍ପ୍ରତିକ ବ୍ୟବସ୍ଥା ସାମାଜିକ ବ୍ୟବସ୍ଥା ମୋଗଲ ମରଠା ଫିରିଙ୍ଗି ପରେ ପରେ ମହାପୁରୁଷ କହୁଛନ୍ତି ଯେଉଁଭଳି ସମୟ ଆସିଥିଲା ସେହି ସମୟକୁ ସେହି ବ୍ୟବସ୍ଥାକୁ ବା ସେହି ସାମାଜିକ ବ୍ୟବସ୍ଥାକୁ ମହାପୁରୁଷ ଦର୍ଶାଇଛନ୍ତି। ମାଳିକା କେତେ ସତ 600 ବର୍ଷ ତଳେ ସେ ଲେଖିଦେଲେ ଆଗକୁ ଏଇଆ ହେବ ଦେଖନ୍ତୁ ତାହା ହେଇଛି ନା ନାହିଁ। ଆଉ ସେହି ଦିନ ନାରୀ ପ୍ରବଳ ହୋଇବେ ଗୁରୁ ସ୍ୱାମୀ ନ ମାନିବେ ଏ କଥା ମହାପୁରୁଷ ଲେଖିଛନ୍ତି। ପୁଣି କହିଲେ ମହାରାଣୀ ରାଜା ହୋଇବେ ଯେଣୁ ନାରୀ ମାନେ ଉଗ୍ର ହୋଇବେ ତେଣୁ ନାରୀ ମାନେ ଉଗ୍ର ହୋଇବେ तेणु नारी माने उग्र होइबे तेणु याकू महापुरुष अच्युतानंद लिखि ना ये कथा को किए लिखिले ना महापुरुष बलराम दास मत्त बलराम दास पुरी जिला एरबंग जहाँकर जन्म स्थान से लिखिं कौथरे लिखिले ना परार्थ पंचसखांगर परार्थ रही अच्युत अनंत जशवंत जगन्नाथ बलराम ये पंचसखांगर परार्थ रही तेणु महापुरुष बलराम दास भविष्यत परार्थ से भविष्यत परार्थ कौन कहले कहले महाराणी राजा होइबे जेणु नारी माने उग्र होइबे तेणु पुणी कौन लिखिले एपरी होइन जेबण नारी कृत श्रेष्ठ कही ताको जानी कृत श्रेष्ठ कही ताको जानी कृत श्रेष्ठ कही ताको जानी एपरी होइण जीवन नारी कृत श्रेष्ठ बोली ताहाको जानी महापुरुष बलराम दास भविष्यत परार्थरी कथा लिखिदेले। पुणी मध्य ई समय को लक्ष्य करी ई समय रे सामाजिक व्यवस्था को लक्ष्य करी महापुरुष लिखिचंदी कहले बाबू रे कौन ए समय रे हेबो कहले 3 बरसर कन्या रजवती हेबो बाबू रजवती हेबो विरजा मंडले पुणी कुंभीर लागिब बाबू कुंभीर लागिब सदैने ज्ञानी गुणी मंडली जो कथा को महापुरुष बलराम दास भविष्यत परार्थ लिखिं ये कथा को अच्युतानंद महापुरुष मालिकार नाम है मोहकल्प से कल्प महापुरुषंकर कलिकल्प से भली पद्मकल्प से भली रही कौन ना मोहकल्प से मोहकल्प महापुरुष अच्युतानंद लिखिं ये कथा 7 बरसर नारी हे ऋतुमती बाबू हे ऋतुमती 9 बरसरे कन्या हेब पुत्रवती बाबू हेब पुत्रवती कौन यार अर्थ बोलिए महापुरुष अच्युतानंद जी की सधीयनी ज्ञानी गुणी मंडली महापुरुष गार मारदेले देखंतु अक्षर अक्षर सत गोटे अक्षर मध्य मिछ नुह ये घटना घटवा आज आके ना सामाजिक व्यवस्था एभली हम जिते महापुरुष कहते ये समय आसी सेतेबेले ये समाज रे घटना गुड़िक घटुव अच्युतानंद मोहकल्प कहले 7 बरसर नारी हेब ऋतुमती गोटे समय थाए गोटे शारीरिक जो गठन से भली गोटे समय थाए
ଯେଉଁ ସମୟରେ କି ଇଏ ହେବା କଥା କିନ୍ତୁ ମହାପୁରୁଷ କହୁଛନ୍ତି ସବୁ ଅସମ୍ଭବ ସମ୍ଭବ ହେବ। ଯେଉଁଟା ଆମେ ଅନୁମାନ କରୁନଥିବା ଆମକୁ ଯେଉଁଟା ଆଶ୍ଚର୍ଯ୍ୟ ଲାଗୁଥିବ ସେଇ ଘଟଣାଟି ଏ ସମୟରେ ହିଁ ଘଟିବ। ଏ କଳିଯୁଗରେ ଏ ସମୟରେ ଏଇଆ ହିଁ ଘଟିବ। ଆଉ 9 ବର୍ଷର କନ୍ୟା ହେବ ପୁତ୍ରବତୀ ହେଇନି କି ହେଇଛି। କିନ୍ତୁ ମହାପୁରୁଷ ଆହୁରି ଗାର ମାରିଦେଲେ କିଏ ନା ବଳରାମ ଦାସ ଭବିଷ୍ୟତ ପରାର୍ଥରେ କ'ଣ କହିଲେ? କହିଲେ 3 ବର୍ଷର କନ୍ୟା ରଜବତୀ ହେବ ବାବୁ। ରଜବତୀ ହେବ। କହିଲେ ଇଏ ତ 7 ବର୍ଷ କଥା ଅଚ୍ୟୁତାନନ୍ଦ ଲେଖିଛନ୍ତି ମୋହ କଳ୍ପରେ। 7 ବର୍ଷର କନ୍ୟା ହେବ ଋତୁମତୀ, ସେ ଋତୁମତୀ କହିଲେ। ଏବଂ 9 ବର୍ଷର କନ୍ୟା ହେବ ପୁତ୍ରବତୀ। ପୁତ୍ରବତୀ ଅର୍ଥାତ୍ ସନ୍ତାନ ଜନ୍ମ କରାଇବ 9 ବର୍ଷରେ ଗୋଟେ ଝିଅ। କିନ୍ତୁ ବଳରାମ ଦାସ ଆଉ ଟିକେ ଆଗକୁ ପଳେଇ ଆଇଲେ, କହିଲେ 7 ବର୍ଷ କ'ଣ ଅଚ୍ୟୁତାନନ୍ଦ କହିଛନ୍ତି? ଇଏ ତ 3 ବର୍ଷର କନ୍ୟା ହେବ ରଜବତୀ। ଝିଅକୁ ଯେତେବେଳେ 3 ବର୍ଷ ହେଇଥିବ, ବିଜ୍ଞାନ ଆଜି ଚନ୍ଦ୍ର ପୃଷ୍ଠରେ ପହଞ୍ଚି ଘର ତିଆରି କରିବାର ସ୍ୱପ୍ନ ଦେଖିଥିଲେ ମଧ୍ୟ ଆଜି ଦେଖନ୍ତୁ ମହାପୁରୁଷ 600 ବର୍ଷ ତଳେ ଆଧ୍ୟାତ୍ମିକ ଶାସ୍ତ୍ରରେ କେମିତି ସେ ଗାର ମାରିଦେଲେ। କହିଲେ 3 ବର୍ଷରେ ଯେତେବେଳେ ରଜବତୀ ହେବ ସେତେବେଳେ କ'ଣ ହେବ ନା ବିରଜା ମଣ୍ଡଳେ ପୁଣି କୁମ୍ଭୀର ଲାଗିବ ବାବୁ। କୁମ୍ଭୀର ଲାଗିବ। କହିଲେ ସେଇ ସମୟରେ ବିରଜା ମଣ୍ଡଳରେ କୁମ୍ଭୀର ଲାଗିବ। ଆଲୋଚନା ଏ କଥା ପୂର୍ବରୁ କରିଛି। ଚିତଳ ମାଛର କଣ୍ଟାଲ ବଉଳ ବଉଳା କୁମ୍ଭୀର ହାଡ଼ ବିରଜା ମଣ୍ଡଳେ କବାଟ ହୋଇବ ଆସିଲାଣି ସେଇ ବେଳ। ବିରଜା ମଣ୍ଡଳରେ ସେ କୁମ୍ଭୀରଟା ଅଛି କୋଉଠି ନା ଆପଣ ଯାଆନ୍ତୁ ଡାଙ୍ଗମାଳ। ଡାଙ୍ଗମାଳରେ ସେ କୁମ୍ଭୀରଟି ଅଛି, କେନ୍ଦ୍ରାପଡ଼ା ଜିଲ୍ଲା ଡାଙ୍ଗମାଳ। ସେଠି କୁମ୍ଭୀର ରହିଛି। ଯେଉଁ କୁମ୍ଭୀରର ଲମ୍ବ ହେଉଛି 32 ଫୁଟ। 32 ଫୁଟ କୁମ୍ଭୀର ଏପର୍ଯ୍ୟନ୍ତ ଆପଣ ଦେଖିନଥିବେ। 32 ଫୁଟିଆ କୁମ୍ଭୀର ଏପର୍ଯ୍ୟନ୍ତ ଆପଣ ଦେଖିନଥିବେ। କିନ୍ତୁ ସେଇ 32 ଫୁଟିଆ କୁମ୍ଭୀର ରହିଛି ସେଇଟାର କୁମ୍ଭୀର। ସେ କୁମ୍ଭୀର ନାଁ କ'ଣ ନା ମହାପୁରୁଷ ଲେଖିଛନ୍ତି ଚିତଳ ମାଛର କଣ୍ଟାଲ ବଉଳ ବଉଳା କୁମ୍ଭୀର ହାଡ଼। ସେ କୁମ୍ଭୀର ନାଁ ହେଲା ବଉଳା କୁମ୍ଭୀର। ସେ ବଉଳା କୁମ୍ଭୀରଟି ଅଛି ସେଠାରେ। କେମିତି ଅଛି? ସେ କେମିତି ଅଛି ନା ତାକୁ ସରକାର ବା ସେଟା ପ୍ରଶାସନ ସେଠାରେ ତା ନାକରେ ଗୋଟେ କଡ଼ିଆ ବାନ୍ଧିକି ରଖିଛନ୍ତି। ଲୁହା କଡ଼ିଆରେ ସେ ବନ୍ଧା ହେଇକି ସେ କୁମ୍ଭୀରଟି ଅଛି। ଏବଂ ସେ କୁମ୍ଭୀର ଦ୍ୱାରା ପ୍ରଯୋଜନ କରାଯାଉ ନାହିଁ। ଦେଖନ୍ତୁ ମାଳିକା ବର୍ଣ୍ଣିତ ସେ କୁମ୍ଭୀର ବଉଳା କୁମ୍ଭୀର। ସେ କୁମ୍ଭୀରର କଥା ବିଷୟରେ ବା ସେ କୁମ୍ଭୀରର କ'ଣ ଘଟଣା ଘଟିବ ସେ ବିଷୟ ମହାପୁରୁଷ 600 ବର୍ଷ ତଳେ ମାଳିକା ଶାସ୍ତ୍ରରେ ଲେଖିଦେଲେ ଯେ ସେ ବଉଳା କୁମ୍ଭୀର। ଆଉ ସେ ବଉଳା କୁମ୍ଭୀର ତା ନାକରେ କଡ଼ିଆ ଦିଆ ହେଇକି ଅଛି। ଲୁହା କଡ଼ିଆରେ ସେ ବନ୍ଧା ହେଇଛି। ତା ଦ୍ୱାରା ପ୍ରଯୋଜନ ବର୍ତ୍ତମାନ କରାଯାଉ ନାହିଁ, ପ୍ରଶାସନ କରୁନାହାନ୍ତି ଏବଂ ଆଜି ପର୍ଯ୍ୟନ୍ତ ହେଇନି। ଆଉ ସେ କୁମ୍ଭୀରକୁ ସମୁଦ୍ର ଭିତରକୁ ଛାଡ଼ୁଛନ୍ତି, ପୁଣି ତାକୁ କିଛି ନେଇ ଆସୁଛନ୍ତି। ମହାପୁରୁଷ କହିଲେ ସେଇ କୁମ୍ଭୀର 32 ଫୁଟିଆ ବଉଳା କୁମ୍ଭୀର ହାଡ଼ରେ ବିରଜା ମଣ୍ଡଳେ କବାଟ ହୋଇବ। ସେ ବିରଜା ମଣ୍ଡଳରେ କବାଟ ହେବ। ବିରଜା ମଣ୍ଡଳ ବିରଜା କ୍ଷେତ୍ର ନୁହଁ, ବିରଜାଙ୍କ ଠାରେ ନୁହଁ, ବିରଜା ମଣ୍ଡଳରେ କୋଉଠି ହେବ ଆମେ ପୂର୍ବରୁ କହିଛେ। ସେ କଥା ଆଉ ଆଲୋଚନା ଆମେ କରିବା ନାହିଁ। ତେଣୁ ମହାପୁରୁଷ କହିଲେ କେତେବେଳେ ସିଏ ହେବ ନା ଯେତେବେଳେ 3 ବର୍ଷର କନ୍ୟା ରଜବତୀ ହେବ ବାବୁ। ରଜବତୀ ହେବ। ବିରଜା ମଣ୍ଡଳେ ପୁଣି କୁମ୍ଭୀର ଲାଗିବ ବାବୁ। କୁମ୍ଭୀର ଲାଗିବ। ସେତିକି ବେଳେ ଇଏ 7 ବର୍ଷର କନ୍ୟା ଋତୁମତୀ ହେଇ ସାରିଲେଣି। ଏ ଘଟଣା ଘଟି ଯାଇଛି। 9 ବର୍ଷର କନ୍ୟା ପୁତ୍ରବତୀ ହେଇ ସାରିଛି। ଏ ଘଟଣା ଘଟିଗଲାଣି। କିନ୍ତୁ ଗୋଟିଏ ଘଟଣା ବାକି ଅଛି। ତା ହେଉଛି କ'ଣ ନା 3 ବର୍ଷର କନ୍ୟା ରଜବତୀ ହେବ। ଯେତେବେଳେ 3 ବର୍ଷର କନ୍ୟାଟେ ଝିଅଟେ ରଜବତୀ ହେବ ସେତେବେଳେ ସେ ଯେଉଁ ବଉଳା କୁମ୍ଭୀର ରହିଛି ଡାଙ୍ଗମାଳରେ ସେ ବଉଳା କୁମ୍ଭୀରଟି ଆସି ବିରଜା ମଣ୍ଡଳରେ କବାଟ ହେବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଗାର ମାରିଦେଲେ। ଆଉ ମହାପୁରୁଷ ପୁଣି କହିଲେ ରାଜା ହୋଇ କେହି ରହିବେ ନାହିଁ। ରାଜା ହୋଇ କେହି ରହିବେ ନାହିଁ। ବିରଜା ଶାସନ ହୋଇବ ମହି। ବିରଜା ଶାସନ ହୋଇବ ମହି। ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧୀଜନେ ସେତେବେଳେ ଆପଣ ଦେଖିବେ କ'ଣ? ସେତେବେଳେ କ'ଣ ଦେଖିବି? ମହାପୁରୁଷ ଦେଖନ୍ତୁ ଲେଖିଦେଲେ ବିରଜା ମା ଦେବୀ ବିରଜା ହେଉଛନ୍ତି କି ନା ବିରଜାସ୍ତୁ ମହାଦେବୀ ବିଜୟସ୍ତୋତ୍ର ଭୈରବ। ବିରଜା ହେଉଛନ୍ତି ସାକ୍ଷାତ ମହାପୁରୁଷ କହୁଛନ୍ତି ସେ ହେଉଛନ୍ତି କ'ଣ ମା ଯୋଗମାୟା। ଅଷ୍ଟଚଣ୍ଡୀମାନଙ୍କ ଭିତରେ ସେ ହେଉଛନ୍ତି ଜ୍ୟେଷ୍ଠ। ମା ଶାରଳା ହେଉଛନ୍ତି ଶ୍ରେଷ୍ଠ। ବାରମ୍ବାର ଆମେ କହିଛୁ ବିରଜା ଯଦି ଶ୍ରେଷ୍ଠ ସେଇ ବିରଜା ହେଉଛନ୍ତି 16 କୋଶର ମାଲିକାଣୀ।
ମା ବିରଜା ହେଉଛନ୍ତି 16 କୋଶର ମାଲିକାଣୀ। ଜଗନ୍ନାଥ ମହାପ୍ରଭୁ ପଞ୍ଚକୋଶର ହେଉଛନ୍ତି ମାଲିକ। ଜଗନ୍ନାଥ ମହାପ୍ରଭୁ ଇଏ ହେଉଛନ୍ତି ପଞ୍ଚକୋଶର ମାଲିକ, କିନ୍ତୁ ବିରଜା ହେଉଛନ୍ତି 16 କୋଶର ମାଲିକାଣୀ। ତେଣୁ ମହାପୁରୁଷ କହିଲେ ସେଇ ବିରଜା ଶାସନ ହୋଇବ ମହି। ଯେତେବେଳେ ବିରଜା ଶାସନ ହେବ ଆଉ 1356 ଦଳ ଭାରତେ, 1356 ଦଳ ଭାରତେ, 1356 ଦଳ ଭାରତେ, 1356 ଦଳ ଭାରତେ, ଠିକେ ଠିକେ ରାମ କହିଲୁ ତୋତେ, ଠିକେ ଠିକେ ରାମ କହିଲୁ ତୋତେ। ମହାପୁରୁଷ ଲେଖିଲେ, ଆମେ କହୁନୁ ଏ କଥା। ଅଚ୍ୟୁତାନନ୍ଦ ଏ ମହାପୁରୁଷ ଯାହା କହିଥିଲେ ଶିଶୁ ଆନନ୍ଦ ତାକୁ କହୁଛନ୍ତି ଶିଷ୍ୟ ବାରଙ୍ଗ ଆଗରେ, କହିଲେ ଆଜି କ'ଣ ଆମେ କହୁଛେ ଏତିକି ଦଳ ସେତିକି ଦଳ, ଏ ରାଜା ଶାସନ ନଥିବ ତ ନାହିଁ। କିନ୍ତୁ ମହାପୁରୁଷ କହିଲେ ଆଗକୁ କେତେଟା ଦଳ ହବ ଏ ଭାରତ ବର୍ଷରେ, ଆଗକୁ କେତେଟା ଦଳ ହବ ନା 1356 ଦଳ ଭାରତେ, 1356ଟା ଦଳ ସେତେବେଳେ ହେବ ଯେତେବେଳେ ବିରଜା ଶାସନ ଚାଲିଥିବ। ମାଳିକାଇ ଆଉ ଠିକେ ଠିକେ ରାମ କହିଲୁ ତୋତେ। ଆଜି ଦେଖନ୍ତୁ ରାଜା ଶାସନ କ'ଣ ଅଛି ନା, ଆଗରୁ କନିକା ରାଜା ଥିଲେ, ଆଳି ରାଜା ଥିଲେ, ଆଠଗଡ଼ ରାଜା ଥିଲେ, ଡମ୍ପଡ଼ା ରାଜା ଥିଲେ, ଏସବୁ ରାଜା ଶାସନ ଥିଲା ନା ନାଇଁ। କିନ୍ତୁ ବର୍ତ୍ତମାନ ସେ ରାଜା ଶାସନ ନାହିଁ। ମହାପୁରୁଷ ସେଇଥିପାଇଁ କହିଲେ କେବଳ ଗୋଟିଏ ଶାସନ ରହିଛନ୍ତି, ସେ ହେଉଛନ୍ତି ଗଜପତି ରାଜା। ଶ୍ରୀ ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ବିରାଧି ବୀରବର ଅତୁଳ ବଳ ପରାକ୍ରମ ସଂଗ୍ରାମେ ସହସ୍ର ବାହୁ କ୍ଷତ୍ରିୟ ବଳ ଧୂମକେତୁ ରାଜ ଗଜପତି ମହାରାଜ ସିଂହଦେବ ବା ଗଜପତି ରାଜାଙ୍କର ଶାସନ। ଗଜପତି ରାଜା ଅଛନ୍ତି, ସ୍ୱୟଂ ଜଗନ୍ନାଥ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା, ଚଳନ୍ତି ବିଷ୍ଣୁ କୁହାଯାଏ। ଯାହାଙ୍କୁ ମାନ୍ୟତା ଦିଆଯାଏ ସେ ଅଛନ୍ତି, ତାଙ୍କ ଶାସନ ନାହିଁ ନା। ଏ କଥା ମହାପୁରୁଷ ଲେଖିଛନ୍ତି ବିରଜା ଶାସନ ହୋଇବ ମଇ, ବିରଜା ଶାସନ ହେବ। ସେତେବେଳେ ଆଉ କ'ଣ କ'ଣ ଘଟିବ ଏ ଜ୍ଞାନୀଗୁଣୀ ମଣ୍ଡଳୀ ଶୋଧିଜା ନେଇ ଆମେ ଆସନ୍ତା ଅଧ୍ୟାୟରେ ଆଲୋଚନା କରିବା। ତ ଆସନ୍ତା ତ ସମୟ ହେଇଛି, ବାଣିକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍, ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍। ମହାବାହୁ 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 ପାହି ମାମ୍, ମହାବାହୁ 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 ରକ୍ଷ ମାମ୍। ମହାବାହୁ 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 ପାହି ମାମ୍, ମହାବାହୁ 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 ରକ୍ଷ ମାମ୍। ଓಂ ନମୋ ଭଗବତେ ବାସୁଦେବାୟ, ଓಂ ନମୋ ଭଗବତେ ପୁରୁଷୋତ୍ତମାୟ, ଓಂ ନମୋ ଭଗବତେ ବାସୁଦେବାୟ, ଓಂ ନମୋ ଭଗବତେ ପୁରୁଷୋତ୍ତମାୟ। ଶୁଦ୍ଧି ଜାନି ଆଜି ପାଇଁ ବିଦାୟ ଦିଅନ୍ତୁ, ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ ହରି ଓମ୍ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।